ସିଲିଦା ଗ୍ରାମରେ ତାଣ୍ଡବ ରଚିଲେ ଜଙ୍ଗଲୀ ହାତୀପଲ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମରେ ଦେଖାଦେଇଛି ଜଙ୍ଗଲୀ ହାତୀପଲଙ୍କ ତାଣ୍ଡବ ଲୀଳା। ଜଙ୍ଗଲୀ ହାତୀପଲଙ୍କ ତାଣ୍ଡବ ଲୀଳାରେ ଏ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି। ଚାଷୀକୂଳ ଧାନ ଚାଷ କରିବାରେ ବ୍ୟସ୍ତ ରହିଥିବା ବେଳେ 29 ଟିକିଆ ହାତୀପଲ ଆସି ଚାଷୀକୂଳଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି। ଧାନ ଚାଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଧାନ ତଳିକୁ ହାତୀପଲ ନଷ୍ଟ କରିଦେଇ ଚାଷୀକୂଳଙ୍କୁ ହତାଶ କରିଦେଇଛନ୍ତି। ଧାନ କ୍ଷେତରେ ହାତୀପଲ ଚାଲିଯାଇ ଧାନ ତଳିକୁ ନଷ୍ଟ କରିଦେଇଥିବା ବେଳେ ହାତୀପଲ କେବଳ ଗାଁ ମୁହାଁ ହୋଇ ରହୁଛନ୍ତି। ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ଧାନ ତଳିକୁ ନଷ୍ଟ କରିଦେଇଥିବା ଯୋଗୁଁ ଚାଷ କେମିତି କରିବେ ସେହି ଚିନ୍ତା ଘାରିଛି ତାଙ୍କ ପରିବାରଙ୍କୁ। ହାତୀମାନଙ୍କ ଉଗ୍ର ରୂପରେ ଘଉଡ଼ାଇବାକୁ ଯେତେ ଚେଷ୍ଟା କରିଲେ ମଧ୍ୟ ହାତୀପଲ ତାଙ୍କର ତାଣ୍ଡବ ଲୀଳା କରି ଚାଲିଛନ୍ତି। କେବଳ ଯେ ଚାଷ କ୍ଷେତରେ ହାତୀମାନେ ଦାଉ ସାଧୁଛନ୍ତି ତାହା ନୁହଁ, ଗାଁ ମୁହାଁ ହୋଇ ହାତୀପଲ ଘରଦ୍ୱାର ଭାଙ୍ଗି ଲୋକମାନଙ୍କୁ ବିପଦରେ ପକାଉଛନ୍ତି। ସକାଳୁ ସକାଳୁ 29 ଟିକିଆ ହାତୀପଲ ଆସି ସିଲିଦା ଗ୍ରାମର ଜଙ୍ଗଲ ସାହିର ଜଗନ୍ନାଥ ସେଠୀଙ୍କ ଘର ଝରକା ଭାଙ୍ଗି ଦେଇଥିବା ବେଳେ ମଧୁସୂଦନ ନାୟକଙ୍କ ଘର ଭାଙ୍ଗି ଦେଇଛନ୍ତି। ଏ ଅଞ୍ଚଳରେ ଏବେ ହାତୀମାନଙ୍କ ଆତଙ୍କ ଖେଳି ଯାଇଥିବା ବେଳେ ହାତୀ ଦାଉରୁ କେମିତି ମୁକ୍ତି ପାଇବେ ସେହି ଚିନ୍ତାରେ ଗ୍ରାମବାସୀ। ହାତୀପଲ ଏବେ ନିକଟସ୍ଥ କାଜୁ ଜଙ୍ଗଲରେ ରହିଥିବା ବେଳେ ପାଟଣା ଫରେଷ୍ଟର ହାତୀମାନଙ୍କ ଗତିବିଧି ଲକ୍ଷ୍ୟ କରୁଛନ୍ତି। ଅନେକ ବର୍ଷ ହେଲା କେନ୍ଦୁଝର ଜିଲ୍ଲାରେ ହାତୀମାନଙ୍କ ଉପଦ୍ରବ ବଢ଼ି ବଢ଼ି ଚାଲିଥିବା ବେଳେ ହାତୀ ଦାଉରୁ ମୁକ୍ତି ମିଳିବା କଷ୍ଟକର ହୋଇପଡ଼ୁଛି। ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଅନେକ ଲୋକଙ୍କ ଜୀବନ ନେଇସାରିଛନ୍ତି ଜଙ୍ଗଲୀ ହାତୀପଲ। ତଥାପି କୌଣସି କୌଶଳ ହାତୀମାନଙ୍କୁ ଅଟକାଇ ରଖିବାରେ ବିଫଳ ହୋଇଛି। କାରଣ ହାତୀମାନଙ୍କ ରହିବା ସ୍ଥାନ ଆଉ ଆବଶ୍ୟକ ଖାଦ୍ୟର ଘୋର ଅଭାବ ରହିଥିବା ଯୋଗୁଁ ଜଙ୍ଗଲୀ ହାତୀପଲ ଏବେ ଗାଁ ମୁହାଁ ହୋଇ ତାଣ୍ଡବ ରଚନା କରୁଛନ୍ତି। ହାତୀ ଦାଉରୁ କେବେ ମୁକ୍ତି ମିଳିବ ତାହା ବର୍ତ୍ତମାନ ସୁଦ୍ଧା କେହି କଳନା କରି ପାରୁନାହାନ୍ତି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।